ଆଜି ସକାଳ 10 ଘଟିକା ସମୟରେ ବାଲେଶ୍ୱର ଜିଲ୍ଲା ସାମ୍ବାଦିକ ପ୍ରକୋଷ୍ଠରେ ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ମିହିର ମହାପାତ୍ରଙ୍କ ଏକାଦଶାହ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସଭାପତିତ୍ୱ କରିଥିଲେ ପ୍ରେସ୍ ଇମ୍ପ୍ରେସ୍ କ୍ଲବ ସଭାପତି ଶ୍ରୀଯୁକ୍ତ ଉଜ୍ଜ୍ୱଳ ଚନ୍ଦ୍ର କର। ସଭା ପରିଚାଳନା କରିଥିଲେ ଦିବଂଗତ ସାମ୍ବାଦିକ ସ୍ମୃତି କମିଟି ସଭାପତି ଶ୍ରୀଯୁକ୍ତ ଦେବବ୍ରତ ପାଣିଗ୍ରାହୀ। ସମ୍ମାନିତ ଅତିଥି ଭାବେ ସେଉଠୁ ଆରମ୍ଭ ଦୈନିକ ଖବରକାଗଜର ସମ୍ପାଦକ ଶ୍ରୀଯୁକ୍ତ ଶୁଭେନ୍ଦୁ ଦାସ ଓ କାବ୍ୟଶିଳ୍ପୀ ଶ୍ରୀଯୁକ୍ତ ସର୍ବେଶ୍ୱର ଦାସ ମିହିର ମହାପାତ୍ରଙ୍କ ସହିତ କିପରି ଭାବରେ ସେମାନେ ସମୟ ବିତେଇଥିଲେ କହିବା ସହିତ ସେ ଜଣେ ସୁଦକ୍ଷ ରାଜନେତା ଓ ନିର୍ଭୀକ ସାମ୍ବାଦିକ ଥିଲେ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସୁରେନ୍ଦ୍ର ଜେନା, ସମ୍ବିତ ବେହେରା, ବିଦ୍ୟାଧର ମହାନ୍ତି, ତପନ କୁମାର ଦାସ, ପ୍ରବୀର ବେହେରା, କମଳାକାନ୍ତ ନାୟକ, ଭଗବାନ ଦାସ, ପୂର୍ଣ୍ଣବାବୁ, ଶରତ ଚନ୍ଦ୍ର ବାରିକ, ଶିବଶଙ୍କର ଭୋଇ, ସନ୍ତୋଷ ସମ୍ପାଦକ ସୁଶାନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ମିହିର ମହାପାତ୍ରଙ୍କ ସ୍ମୃତିଚାରଣ କରିଥିଲେ। 77 ମସିହାରୁ ମୁଁ ମୁନାଇକି ପ୍ରଥମ ଥିଲି ମୋର ମେଟ୍ରିକୁଲେସନ୍ 77 ମସିହାରେ ଯେତେବେଳେ ଆମେ ଆସିକି ଆଡମିସନ୍ ହେଲେ ଫାର୍ଷ୍ଟ ଇୟରର ସେତେବେଳେ ମୁନାଇର ଛାଡ଼ିଆ ମୁଁ ସେତେବେଳେ ଆସିକି ଏବିଭିପିର ମୁଁ ଆଗ ହାଇସ୍କୁଲ ସମୟର ରୁପସାର 3 ବର୍ଷ ପାଠ ପଢ଼ୁଥିଲି ଆଉ 4th ବର୍ଷ ଟାଉନ ହାଇସ୍କୁଲ ଆସି ମୁଁ ମେଟ୍ରିକ୍ ପାସ୍ କଲି ସେଇ ସମୟର ମୁଁ ସେଠି ଶାଖା କରୁଥିଲି ଯେଟା ବନ୍ଦ କରିଦେଲେ ଇମର୍ଜେନ୍ସି ସମୟର ଇନ୍ଦିରା ଗାନ୍ଧୀଙ୍କ ସମୟର ସେଟା ବନ୍ଦ ହେଲା ପରେ ମୁଁ ଆସି ଏଠି ଏବିଭିପିର ଜଣେ ସକ୍ରିୟ କର୍ମୀ ଭାବର କାମ କରି ମୁନାଇ ବି ସେତେବେଳେ ଗୋପାଳ ଗାଁ ଥିଲା ଏବିଭିପି ଅଜିଆବାଦ ଥିଲା ଏଆଇଏସ୍ଏଫ୍ ତେଣୁ ଆମେ ତାଙ୍କ ସାଙ୍ଗରେ ସାମିଲ ହେଇକି କାମ କରିବା ଆରମ୍ଭ ଏଇଥିପାଇଁ ଆଜି ରହିଛି ଯେ ମଣିଷ ଜନ୍ମ ହେଲା ପରେ ନିଜ କଥା ହିଁ ବୁଝେ। ଯେଉଁ ମଣିଷ ନିଜଠୁ ଅତିକ୍ରମ କରିଯାଏ ପରିବାରଠୁ ସୀମାକୁ ବାହାରି ଯାଏ ସମାଜ ପାଇଁ ଅନ୍ୟ ପାଇଁ କିଛି କରେ ସେ ଲୋକ ମଲା ପରେ ହିଁ ବଞ୍ଚି ରହେ। ତେଣୁ ସେଇଥିପାଇଁ ବୋଧ ହୁଏ ଶ୍ରୀରାମ ଆଜି ଯୁଗାବ୍ଦ ପରେ ଗୋଟିଏ ଯୁଗ ପରେ ବଡ଼ ଯୁଗରେ ଶ୍ରୀରାମଙ୍କର ଜନ୍ମକୁ ପାଳନ ହେଉଛି। ଆମର ଆରାଧ୍ୟ ଦେବତା ହିଁ ମଧ୍ୟ ସେ ଅଛନ୍ତି। ପ୍ରତ୍ୟେକ ମଣିଷ ରାମ ଦେଖି ମଣିଷ ଅବତାର ଜନ୍ମ ହେଇଥିଲେ ପ୍ରତ୍ୟେକ ମଣିଷ ସେ ଗାନ୍ଧୀ ହୁଅନ୍ତୁ କି ଉପବନ୍ଧୁ ହୁଅନ୍ତୁ ଯେଉଁମାନେ ନିଜ ପରିବାରକୁ ଅତିକ୍ରମ କରି ଅନ୍ୟମାନଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରନ୍ତି ସେଇମାନେ ହିଁ ମଲା ପରେ ବଞ୍ଚିଥାନ୍ତି। ନହେଲେ ବଞ୍ଚିବା ଅବସ୍ଥାରେ ସମସ୍ତେ ବଞ୍ଚିକି ଥାନ୍ତି। ତେଣୁ ମଲା ପରେ ବଞ୍ଚିବା ଯେ ମଣିଷର ଯେଉଁ ତାତ୍ପର୍ଯ୍ୟ ସେ ତାତ୍ପର୍ଯ୍ୟ ମିହିର ବାବୁ ପାଖରେ କିଛିଟା ଅଛି। ସାମ୍ନାରେ ବହୁତ ଗୁଡ଼ା ଘେରି ସେମାନଙ୍କୁ ଉଠିକି ଆଣିକି ଯେଉଁଟା ଆଜି ହରି ପ୍ଲାଜା ହେଇଛି ସେ ହରି ପ୍ଲାଜା ବିଲର ଆଣିକି ତାକୁ ସବୁ ବସେଇଛି। ସେତେବେଳେ ଆମେ ତାକୁ ବିରୋଧ କଲୁ ଯେ ଓଡ଼ିଶା ପାର୍ଟି ଭିତରୁ ଆପଣ